ଆଜିର ମେନୁ ହେଉଛି ଆଳୁ ଭର୍ତ୍ତା ସାଙ୍ଗକୁ ଗାଞ୍ଜି ଭାତ। ତ ପ୍ରସ୍ତୁତ କରିବା ଆମେ ଆଳୁ ଭର୍ତ୍ତା। ତାକୁ କରିବା ପାଇଁ ଆଳୁ ସିଝେଇବା ଏବଂ ତାକୁ ଅଦା ରସୁଣ ଛେଚି ଟମାଟୋ କାଟି ତାକୁ ଭାଜେ। ତାକୁ କଡ଼େଇରେ ପକାଇ ପିଆଜ ଭାଜାଭୁଜି କରି ସୋରିଷ ମରିଚ ସବୁ ଟମାଟୋ ପକାଇ ତାକୁ ଆମେ ଏପଟ ସେପଟ କଲା ପରେ ଟମାଟୋ ସିଝି ଆସିଲା ପରେ ମସଲା ତାହିଁରେ ପକାଇ ତାକୁ ଆମେ କିଛି ସମୟ ପାଇଁ ଛାଡ଼ିଦେବା। ଆଳୁ ଦର ଚକଡ଼ା କରି ତାକୁ ଆମେ ମସଲାଟାକୁ ପୁଣି କଷିଦେବା। ପୁଣି ଥରେ ମସଲା କଷିବା ଚିକେନ୍ ମସଲା ପକାଇଦେବା। ତାକୁ ଏପଟ ସେପଟ କରି ଟିକେ ରହିଲା ପରେ ଲୁଣ ମସଲା ପକାଇ ତାକୁ ଆଳୁ ଏବେସି ପକାଇବା। ଆଳୁ ପକାଇଲା ପରେ ତାକୁ ପୁଣି ଘାଣ୍ଟାଘୁଣ୍ଟି କରି ତାକୁ କଡ଼େଇରେ ସେ ମସଲା ସହିତ ଆଳୁକୁ ମିକ୍ସ କରିବା। ମିକ୍ସ କଲା ପରେ ଆଉ କିଛି ସମୟ ଓଲଟ ପାଲଟ କରିସାରିଲା ପରେ ଆମର ଆଳୁ ଭର୍ତ୍ତା ରେଡ଼ି ହେଇଯିବ। ତ ଆଳୁ ଭର୍ତ୍ତା ଯେଉଁମାନଙ୍କୁ ଜଣା ନାହିଁ ତାପରେ ସୋରିଷ ତେଲ ଟିକେ ପକାଇଦେବେ। ସୋରିଷ ତେଲ ପକାଇଲେ ତା'ର ବାସ୍ନାଟା ବହୁତ ଭଲ ଆସେ।